ପିଲାମାନେ ସୁସ୍ୱାଗତମ୍। ଆଜି ଆମେ ଗଣିତରେ ଲାଟାଇସ୍ ପଦ୍ଧତିରେ କେମିତି ଗୁଣନ କରିପାରିବା ସେ ସମ୍ପର୍କରେ ଜାଣିବା। ଏହି ପ୍ରଣାଳୀରେ ଗୁଣନ କରିବାକୁ ହେଲେ ଆମକୁ ପ୍ରଥମେ କୋଠରୀ ଆଙ୍କିବାକୁ ପଡ଼ିବ। ବିଭିନ୍ନ ପ୍ରକାର ସଂଖ୍ୟା ଗୁଣନ ସମ୍ପର୍କରେ ଜାଣିବାକୁ ହେଲେ ଆମକୁ ବିଭିନ୍ନ ପ୍ରକାର କୋଠରୀ ଆଙ୍କିବାକୁ ପଡ଼ିବ। ଯେପରିକି 2 ଅଙ୍କ ବିଶିଷ୍ଟ ସଂଖ୍ୟାରେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଗୁଣିବାକୁ ହେଲେ ଆମକୁ ଏଇଭଳି କୋଠରୀ ଆଙ୍କିବାକୁ ପଡ଼ିବ। ଦେଖିଲେ ତାହେଲେ ଏ କୋଣକୁ ଏ କୋଣ ଯୋଗ ହେଲା, ଏ କୋଣକୁ ଏ କୋଣ ଯୋଗ ହେଲା, ଏ କୋଣକୁ ଏ କୋଣ ଯୋଗ ହେଲା। ମନେ କରାଯାଉ ଆମେ 45ରେ 34 ଗୁଣିବା। ତାହେଲେ ଉପରେ ଆମେ ଗୋଟିଏ କୋଠରୀ ସିଧାରେ 4 ଡାହାଣ ପଟେ 5 ଲେଖିବା। ସେଇଭଳି ତଳ କୋଠରୀରେ 3 ଆଉ 4 ଏଇଭଳି ଲେଖିବା। ଏଇଭଳି ଲେଖିଲା ପରେ ଆମେ 3ରେ 4 କି ଗୁଣିବା। 3 ଚଉ 12, ଏଠି 1 ଲେଖିବା, ଏଠି 2 ଲେଖିବା। 3 ପଞ୍ଚା 15, 1 ଲେଖିବା, ଏଠି 5 ଲେଖିବା। ସେଇଭଳି 4ରେ 4କୁ ଗୁଣିବା। 4 ଚଉ 16, ଗୋଟେ ଘରେ 1 ଲେଖିବା, ଆଉ ଗୋଟେ ଘରେ 6 ଲେଖିବା। 4କୁ 5 ଦ୍ୱାରା ଗୁଣିବା। 4 ପଞ୍ଚା 20, ଏଠି 2 ଲେଖିବା, ଏଠି 16 ଲେଖିବା। ବର୍ତ୍ତମାନ ସବୁ କୋଠରୀ ଏଇ ସିଧାରେ ସବୁ ସଂଖ୍ୟାମାନଙ୍କୁ ମିଶେଇ ଦେବା। ପ୍ରଥମେ ଏଠି 0 ଅଛି, 0 ସହିତ ଆଉ କିଛି ନାହିଁ, ତେଣୁ 0 ଏଠି ରହିଲା। ତା ପରବର୍ତ୍ତୀ ଲାଇନରେ 5 2 6, 5 2 6, 5 2 7, 7 5 2 7, 7 6 13, ଏଠି 3 ରଖିବା, ଏଠିକି 1 ନେବା। 1 1 2 2 4 1 5, ଏଠି 1 ଅଛି, ଏଠି 1 ରହିଲା। ବର୍ତ୍ତମାନ ବାଁ ପଟୁ ଡାହାଣ ଯାଏ ତଳ ଯାଏ କ୍ରମାଗତ ଭାବେ ଯେଉଁ ସଂଖ୍ୟା ବାହାରିଲା ତାକୁ ଲେଖିଦେବା। 45 ଗୁଣନ 34 ସମାନ 1 5 3 0। ବର୍ତ୍ତମାନ ଆମ ଗୁଣନ ଶେଷ ହେଲା 45ରେ 34। ସେଇଭଳି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଓ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଗୁଣନ କରିବା। ଏଇଭଳି ଯଦି ଉପରେ 3 ଅଙ୍କ ବିଶିଷ୍ଟ ସଂଖ୍ୟାରେ ଲେଖିବା, ତାହେଲେ ଏଇଭଳି କୋଠରୀ ଆମେ ଅଙ୍କନ କରିବା। ତାପରେ ପ୍ରତି କୋଣକୁ ଲଗେଇ ଗୋଟେ ଲେଖା ସରଳ ରେଖା ଅଙ୍କନ କରିବା। ଆଗେ ପ୍ରଥମେ ଆମେ ଏଇ ଲାଇନ୍ ଅଙ୍କନ କରି ସାରିଲା ପରେ
तापरे कोण को कोण संजोग करी लाइन सबू अंकन करिबा। मने करा जाओ आमे 126 रे 43 गुणिबा। प्रति घरे स्थानीय मान अनुसार लिखिदबा 1 2 6 126। डाहाण पटे लिखिदबा 4 3। बर्तमान 4 के 4 एठी 0 रखिबा बा पटे डाहाण पटे 4 लिखिबा। 4 दूने 8 एठी 0 रखिबा एठी 8 लिखिबा। 424 एठी 2 लिखिबा एठी 4 लिखिबा। सेई भली 3 को 1 द्वारा 3 को 2 द्वारा 3 को 6 द्वारा गुणन करिबा। 3 के 3 3 दूने 6 318 एई भली आमे लिखिदेले। बर्तमान प्रति कोण लाइन जो हैला ताकू आमे आकू सब मिसे की लिखिबा। 8 आउ कहा सहित नाही तेणु एठी 8 रहिला। 4 1 6 ए तीनटा मिसे दबा। 4 1 5 6 5 11 1 रखिनेला ए लाइन को 1 2 1 3 8 3 11 11 3 14 4 रखिनेला 1 4 1 5 ठीक। बर्तमान 126 गुणन 43 समान बापटे 0 रहिबनी। तथापि आम लेखिकी जानिबा पई लिखिदबा 5 0 5 4 1 8 बापटे 0 रहिबनी। तेणु आम लिखिदेले 5418। आमर 126 और 43 गुणफल है 5418। से भली आमे बर्तमान 3 अंक विशिष्ट संख्या रे 3 अंक विशिष्ट को यही प्रणाली रे गुणन करबा। उपरे आमर 3टा कोठरी एभलिया 3टा कोठरी हबो। लंब भाବରେ ମଧ୍ୟ 3टा कोठरी हबो। ताहेले आमे कोन करिबा समुदाय हमर 9टा कोठरी हबो। अंकन करिबा। कोठरी अंकन करिबा एई भली कोठरी अंकन करिबा। तापरे कोण को कोण जोग करिकरी लाइन सब टाणिबा गार टाणिबा। एई भली आमे कोठरी प्रस्तुत करिदेले। मने करा जाऊ आमे 534 रे 244 गुणन करिबा। तेणु ऊपर 3टा लंब भावे कोठरी हेची। ऊपर कोठरी लिखिदबा 5 3 4। डाहाण पटे लिखिदबा 2 4 4। एबे आमे गुणन करिबा 2 5 10 2 3 6 2 4 8।
ଚାରି ପଞ୍ଚା 20, ଚାରି ତିରି 12, ଚାରି ଚଉ 16। ସେଇଭଳି ଚାରି ପଞ୍ଚା 20, ଚାରି ତିରି 12, ଚାରି ଚଉ 16। এইଭଳି ଭାବେ ଆମେ ବର୍ତ୍ତମାନ ଗୁଣିଦେଲେ। ସେଇଭଳି ପୂର୍ବ ଭଳି ଆମେ ପ୍ରତି କୋଣ ଲାଇନ୍ ଯେଉଁ ହେଇଛି, ଲାଇନ୍ରେ ଯେଉଁ ସଂଖ୍ୟା ଗୁଡ଼ିକ ଅଛି ସେଇ ସଂଖ୍ୟା ଗୁଡ଼ିକର ମିଶାଣ କରିଦେବା, ସେଗୁଡ଼ିକୁ ଯୋଗ କରିଦେବା। 6 ଆଉ ନାହିଁ କିଛି, ତେଣୁ 6 ରହିଲା। ଏଠି ରହିଲା 6, 1 7, 2 9, 8, 1 9, 2 11, 1 12, 2 ରଖିନେଲା 1, 6 1 7, 1 8, 2 10, 0 ରଖିନେଲା 1, 2 1 3 1। ବର୍ତ୍ତମାନ ସେଇଭଳି ଆମର ବାଁ ପଟୁ କ୍ରମାନ୍ୱୟରେ ସଂଖ୍ୟା ଗୁଡ଼ିକୁ ଲେଖିଦେବା। 534 ଗୁଣନ 244 ସମାନ 1 3 0 2 9 6। 1,30,296। ତାହେଲେ 534 ଗୁଣନ 244 ସମାନ ହେଲା କେତେ? 1,30,296। এইଭଳି ଭାବେ ଆମେ ଯେତେ ଅଙ୍କ ବିଶିଷ୍ଟ ଏକାଧିକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ଏକାଧିକ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ମଧ୍ୟ ଏଇଭଳି କୋଠରୀ ଟାଣି ଆମେ ଯେଉଁ ଏଇ ପ୍ରଣାଳୀରେ ଯଦି ଆମେ କରିବା ଗୁଣନ, ତାକୁ ଲାଟାଇସ୍ ପ୍ରଣାଳୀ ବୋଲି କୁହାଯାଏ। ଆହୁରି ଆମେ ମଧ୍ୟ ଦେଖିବା ଉଦାହରଣ ସବୁ। ଏଠି ଦେଖ 2 ଅଙ୍କ ବିଶିଷ୍ଟ ସଂଖ୍ୟା କେମିତି ଗୁଣନ ହେଇଛି। 24ରେ 15 ଗୁଣିଲେ 360 ହେଇଛି। ସେଇ କୋଠରୀ ଟଣାଯାଇ ଲାଟାଇସ୍ ପ୍ରଣାଳୀରେ କରାଯାଇଛି। 1 2 2, 1 ଚଉ 4, 5 2 10, 5 ଚଉ 20। ବର୍ତ୍ତମାନ ସବୁ ମିଶିକିରି ସବୁ ଏଇଟା ହେଲା। ସେଇଭଳି 3 ଅଙ୍କ ବିଶିଷ୍ଟ ସଂଖ୍ୟା ଓ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଆମର ଗୁଣନ କରାଯାଇଛି। ଏଠି 315ରେ 23 ଗୁଣିଲେ ଆମର ହେଇଛି କେତେ? 7,245। ସେଇ ଲାଟାଇସ୍ ପ୍ରଣାଳୀରେ ଆମର ଏଠି ଆମେ ଗୁଣନ କରିଛେ, ତାକୁ ଦେଖିଲେ। ସେଇଭଳି 3 ଅଙ୍କ ବିଶିଷ୍ଟ ସଂଖ୍ୟାରେ 3 ଅଙ୍କ ବିଶିଷ୍ଟ ସଂଖ୍ୟା ମଧ୍ୟ ଗୁଣନ କରାଯାଇଛି। ଏଠି 414ରେ 312 ଗୁଣନ କରାଯାଇଛି। ଏଇ ଲାଟାଇସ୍ ପ୍ରଣାଳୀରେ ଗୁଣନ କରାଯାଇଛି। এইଭଳି କୋଠରୀ ଆଙ୍କି ଆମେ ଏକାଧିକ ସ୍ଥାନୀୟ ମାନ ବିଶିଷ୍ଟ ସଂଖ୍ୟାକୁ ଗୁଡ଼ିକୁ ଗୁଣନ କରିପାରିବା। ହଉ ପିଲାମାନେ, ଆଜି ଏତିକି। ତମେମାନେ ଘରେ ଅଭ୍ୟାସ କରିବ। ଯଦି ଆଉ କିଛି ନ ବୁଝିପାର ତାହେଲେ ମୋତେ ପରେ ପଚାରିବ।